ପଣସ ମଞ୍ଜି ତରକାରୀ ଏତେ ସୁନ୍ଦର ଲାଗେ ମତେ ଜଣା ନଥିଲା। ଜୟ ଜଗନ୍ନାଥ ସାଙ୍ଗମାନେ, ସମସ୍ତଙ୍କୁ ସ୍ୱାଗତ କରିକି ଆରମ୍ଭ କରୁଛି କ୍ରିମି ବ୍ଲଗକୁ। ସାଙ୍ଗମାନେ, ମୁଁ ସକାଳେ ଉଠି ସବୁ କାମ ସାରି ମନ୍ଦିର ଗଲି। ମନ୍ଦିରରୁ ଆସି ସାରିଲା ପରେ ମଉସା ପଣସ ମଞ୍ଜି କଣ ଆଣିଥିଲେ। ମତେ କହିଲେ ଆଜି ପଣସ ମଞ୍ଜିରେ କଣ ଗୋଟେ କରିବୁ କି? ମୁଁ କହିଲି ଦେଖିବା ତାହେଲେ ପଣସ ମଞ୍ଜିରେ କଣ ଗୋଟେ କରିବା ଆଉ। ମତେ ଲାଗିଲା ପଣସ ମଞ୍ଜିର ଯେହେତୁ ଖରା ଦିନ ବର୍ତ୍ତମାନ ଏତେ ଗରମ କରୁଛି, ଖାଇବା ପାଇଁ ଇଚ୍ଛା ହଉନି। ମୁଁ ତାକୁ କଣ କଲେ ଖାଇବା ପାଇଁ ଇଚ୍ଛା ହବ। ତେଣୁ ମୁଁ ଭାବିଲି ଆକୁ ଖଟା ମିଠା କରିଦେବି। ଆଉ ଘରେ ଥିଲା ତ କାଳି ବଇଶୀ ମାଛ, ଭାବିଲି ତାକୁ ମୁଣ୍ଡ ପକେଇକି ମୁଁ ଖଟା ମିଠା କରିଦେବି। ସେଥିପାଇଁ ମୁଁ ମଞ୍ଜି ଗୁଡ଼ିକ ସରୁ ସରୁ କରିକି ଆଗେ କାଟିଦେଲି। କାଟି ଦେଇକି ତାକୁ ସିଝେଇ ଦେଲି। ସିଝେଇ ଦେଇକି ବାହାର କରିଦେଲି। ତାପରେ ତେଲ ପକେଇଦେଲି, ଜିରା ପକେଇଦେଲି। କଖାରୁ ଆମର କିଏ ବୋଇତାଳୁ କହେ, କିଏ କଖାରୁ କହେ। ସେଇ କଖାରୁକୁ ମୁଁ ଚୁନ ଚୁନ କରି କାଟିଥିଲି। ତାକୁ ଟିକେ ମୁଁ ଭାଜିଦେଲି। ହଁ ସାଙ୍ଗମାନେ, ଏପଟେ ଖଟାକୁ ବତୁରେଇ ଦେଇଥିଲି। ତେନ୍ତୁଳି ଖଟା ଟିକେ ବତୁରେଇ ଦେଲି, କାହିଁକିନା ଟିକେ ତେନ୍ତୁଳି ଖଟା ଦେଲେ ବହୁତ ସୁନ୍ଦର ଲାଗେ। ଆଉ ପାଟିକି ଖଟା ମିଠା ଲାଗେ। ଏଇ ଖରା ଦିନରେ ଖାଇବା ପାଇଁ ବହୁତ ଇଚ୍ଛା ହୁଏ। ଆଉ ପଖାଳ ଭାତ ବହୁତ ଶୀଘ୍ର ଉଠିଯିବ, ଜଣା ବି ପଡିବନି। ସାଙ୍ଗମାନେ, ଏଯାଏଁ ଯଦି ମୋ ଭିଡିଓ ଦେଖୁଛନ୍ତି, ଯଦି ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିଦେବେ। ଆଉ ଯଦି ଅଧିକ ଭଲ ଲାଗିବ ତାହେଲେ ଟିକେ ସାଙ୍ଗସାଥି ପ୍ରିୟା ପ୍ରୀତିକୁ ସେୟାର କରିଦେବେ। ହଁ ସାଙ୍ଗମାନେ, ମୁଁ ତ ଏଇଟା ମୋର ମା ରୋଷେଇ, ମୋ ମା ପାଖରୁ ଶିଖିଥିଲି। ଛୁଆ ଦିନେ ମୁଁ ବହୁତ ଖାଇଛି ପଣସ ମଞ୍ଜି। ମା, ମୋ ଭାଉଜ ବହୁତ ସୁନ୍ଦର ଭାବରେ ରାନ୍ଧନ୍ତି। ଆଉ ମୁଁ ଭାବିଲି ଆଜି ସେଇମାନଙ୍କ ଭଳି ମୁଁ ଟିକେ କରିବି। ତେଣୁ ମୁଁ କେତେ ସୁନ୍ଦର ଭାବରେ କରିଦେଲି। କଖାରୁ ଭାଜିଦେଲି, ତାପରେ ପଣସ ମଞ୍ଜି ପକେଇଦେଲି। ପକେଇ ଦେଇକି ଯୋଉ ଖଟା ବତୁରେଇକି ରଖିଥିଲି, ସେଟା ଟିକେ ରସୁଣ ଜିରା ବାଟଣ ଦେଇଦେଲି। ବାଟଣ ଚିନି ଦେଇକି ଏକାଥରେ ମୁଁ ଦେଇଦେଲି। ଆଉ ସେଠି ମରିଗଲା ପରେ ବହୁତ ସୁନ୍ଦର ଭାବରେ ମୋର ହେଇଗଲା। ତାପରେ ମୁଁ ପକେଇଦେଲି ସେ ମୁଣ୍ଡ, କାଳି ବଇଶୀ ମାଛର ମୁଣ୍ଡ ପକେଇଦେଲି। ଆଉ ସୁନ୍ଦର ଭାବରେ ତାର ହେଇଗଲା। ତା ବାସ୍ନା ଖାଲି ଚାରିଆଡେ ମହକିଲା ସାଙ୍ଗମାନେ। ଆଉ ଖଟା ମିଠାର ବାସ୍ନା ବହୁତ ସୁନ୍ଦର ଚାରିଆଡେ ମହକିଲା। ଆଉ ଏମିତି କରିବେ ଆପଣ 2-3 ଦିନ ରଖିକି, ଯଦି ଫ୍ରିଜ ଥିବ 2-3 ଦିନ ରଖିକି ଖାଇବେ, ବହୁତ ସୁନ୍ଦର ଲାଗିବ। ତାପରେ ମୋର ଭାତ ହେଇଯାଇଥିଲା, ମୁଁ ଭାତ ଟିକେ ଗାଳିଦେଲି। ସେପଟେ ଭାତ ଗାଳିଦେଲି, ଭାବିଲି ଆଜି ଗରମ ଭାତ ଖାଇବି। ବହୁତ ଗରମ କରୁଛି ସାଙ୍ଗମାନେ। ଆପଣମାନଙ୍କୁ ଏମିତି ଗରମ କରୁଛି ନା ମତେ କମେଣ୍ଟ କରିକି ଜଣେଇବେ। ସେପଟେ ଭାତ ଗାଳିଦେଲି, ଏପଟେ ମୋର ତରକାରୀ ହେଇଯାଇଥିଲା। ତ ମୁଁ ଖାଲି ଅପେକ୍ଷା କରିଥିଲି ମଉସା ଆସିବେ କେତେବେଳେ, କାହିଁକିନା ମଉସା କହିଥିଲେ ପଣସ ମଞ୍ଜି ଆଜି ତରକାରୀ ଖାଇବେ ବୋଲି। ସେ କେତେବେଳେ ଖାଇବେ, ତେଣୁ ମୁଁ ଆଗେ ସେ ପଣସ ମଞ୍ଜି ତରକାରୀଟି ସେଥିପାଇଁ ମୁଁ କରିଦେଲି। ତ ଦେଖନ୍ତୁ ସାଙ୍ଗମାନେ, କେତେ ସୁନ୍ଦର ଦେଖାଯାଉଛି। ଏମିତି କରି ଖାଆନ୍ତୁ।